एपटर कहीं मुझे रखी पेट्रोल कहीं मारच तुम कौन पेट्रोल मारच ମୁଁ ତ ତମକୁ କହୁଛି ଏପଟେ ମରା ହେଇଛି ମାନେ କଣ ଆମର ପୁଣି ଖାଇବା ଟାଇମ ଅଛି ଖାଇବା ଟାଇମ ତୁମ ସିଫ୍ଟିଂ ସିଷ୍ଟମ ଅଛି ନା ସେଇପଟେ କଣ ସେଠୁ ଆସିବେ ହଉ ତାହେଲେ ମୁଁ ଗାଡ଼ିଟା ବୁଲିକି ସେପଟିକି ଯିମି ହକ ପଇସା ଦେବି ନା ମାଗଣା ଦେଲେ ପକଉଛି ମନା କରୁଛି ତମେ ପଇସା ଦବନି ବୋଲି ଆଚ୍ଛା ତମକୁ ମନା କରୁଛି କି ତମେ ପଇସା ଦବନି ବୋଲି ମୁଁ ତମକୁ ଏ କଥା କହିଲି ଆଉ ତମେ କହୁଛ ଖାଇବାକୁ ଯିମି ଆରେ ଖାଇବାକୁ ଯିମି ମାନେ ତମ ବଦଳରେ ଆଉ ଗୋଟେ ପିଲା ଆସିବ ନା ଆସିବନି ପିଲା ବା ସେଇଠି ଅଛନ୍ତି ସେ ପିଲା ସେଇଠି ଅଛି ମୁଁ ତାକୁ ସେଠି ଗାଡ଼ି ବୁଲେଇକି ନେଇକି ଯିମି ଠିକ ଅଛି କିଛି ଅସୁବିଧା ନାହିଁ ଖୋଲୁନାହାନ୍ତି ନମସ୍କାର ଆଜ୍ଞା ନମସ୍କାର। ମୁଁ ପ୍ରୀତିରଞ୍ଜନ ବେହେରା ସାମ୍ବାଦିକ କହୁଥିଲି ହଁ କୁହନ୍ତୁ। ଆଜ୍ଞା ଆପଣଙ୍କର ସେ ଯୋଉ ପେଟ୍ରୋଲ ପମ୍ପ ଯୋଉ କରିଛନ୍ତି ପେଟ୍ରୋଲ ପମ୍ପ ରେ ମାନେ ବାହାରୁ ଯୋଉମାନେ ଆସୁଛନ୍ତି ଲୋକ ଆସୁଛନ୍ତି କିମ୍ବା ଲୋକାଲ ଲୋକ ଆସୁଛନ୍ତି ତେଲ ପକେଇବା ପାଇଁ ଭଡାଟିଆ ଗୁଣ୍ଡା କେତେ ଜଣ ରଖିଛନ୍ତି ଆପଣ ଆଜ୍ଞା ମୁଁ କହିଲି ଭଡାଟିଆ ଗୁଣ୍ଡା କେତେ ଜଣ ରଖିଛନ୍ତି ଆପଣ କଣ ହେଇଛି କଣ ଜଣେ ତେଲ ପକେଇବାକୁ ଯାଉଛି ଆପଣଙ୍କର ଯଦି ସିଫ୍ଟ ୱାଇଜ ସିଷ୍ଟମ ରଖିଛନ୍ତି ନା ରଖିନାହାନ୍ତି ହଁ ତ ଜଣେ ଯଦି ଗୋଟେ ଟାଙ୍କିରେ ଦିଟା ଟାଙ୍କି ଆପଣଙ୍କର ଅଛି ଗୋଟେ ଲେଫ୍ଟ ସାଇଡ ଗୋଟେ ରାଇଟ ସାଇଡ ତ ଲେଫ୍ଟ ସାଇଡ ରେ ସେଠି ବାଇକ୍ ଗୁଡା ଯାଉଛି ବାହାରୁ ଜଣେ ଗୋଟେ ଲୋକ ଆସୁଛି ସେ ଆସିକି ତେଲ ପକଉଛି ତାକୁ ଠାର ମରା ହଉଛି ଯେ ସେପଟରେ ପକାଉଛି ସେଠି ବାଇକ୍ ପାଖରେ ସିଏ ଅଛି ସେ ଗୋଟେ ମେଡିକାଲ ଇସ୍ୟୁ ପାଇଁ ସେ ଗୋଟେ ଏମର୍ଜେନ୍ସି କେସରେ ତେଲ ପକେଇବା ପାଇଁ ଆସିଛି ଆପଣ ପିଲା ଡାଇରେକ୍ଟ କହୁଛନ୍ତି ଯେ ତମେ ଏଇପଟ ସାଇଡରେ ଲଗାଅ ତାହେଲେ ସେ ବାଇକ୍ କି କେତେବେଳେ ବିଦା କରିବ ତାହେଲେ ସେ ଏମର୍ଜେନ୍ସି କେସର ତେଲ ପକେଇ ସେ ଆଜ୍ଞା କେତେବେଳେ ଯିବ କିନ୍ତୁ ପିଲାଙ୍କୁ ପଚାରିଲା ବେଳକୁ ପିଲା କହୁଛନ୍ତି ଆମର ଖାଇବା ଟାଇମ ହେଲାଣି ଆମେ ପଳେଇବୁ ଯଦି ଆପଣ ଖାଇବା ଟାଇମ ହେଲାଣି ପଳେଇବେ ତାହେଲେ ଆପଣ ସିଫ୍ଟ ୱାଇଜ ସିଷ୍ଟମ କାହିଁ କଲେନି ସିଫ୍ଟ ୱାଇଜ ସିଷ୍ଟମ ଆପଣଙ୍କର ଅଛି କି ନାଇଁ ଖାଇବା ଟାଇମ ଟା ଧର ସିଫ୍ଟିଂ ମାନେ ଆମର 9ଟା ବେଳେ ଡ୍ୟୁଟି ଆରମ୍ଭ ଆଜ୍ଞା ବୁଝିଲନି ଆଜ୍ଞା 9ଟାରୁ ପୁଣି 9ଟା ପର୍ଯ୍ୟନ୍ତ ଆମେ ଡ୍ୟୁଟି କରୁଛୁ ନା ନା 9ଟା ମାନେ ଦିନ 9ଟାରୁ ଆରମ୍ଭ ତ ଦିନ 9ଟାରୁ ଦିନ 9ଟାରୁ କେତେଟା ପର୍ଯ୍ୟନ୍ତ ଆପଣଙ୍କର ରହିଛି ସେ ପୁରା ରହିବେ ସନ୍ଧ୍ୟା ପର୍ଯ୍ୟନ୍ତ ସନ୍ଧ୍ୟା ପର୍ଯ୍ୟନ୍ତ ଏଇ ତ ସମୁଦାୟ ଗୋଟେ ମେଡିକାଲ ଇସ୍ୟୁରେ ଜଣେ ଗୋଟେ ଗର୍ଭବତୀ ସ୍ତ୍ରୀ ଲୋକ ତାର ମାନେ ଡେଲିଭରି ପାଇଁ ସେ ମେଡିକାଲ କୁ ଯାଉଛି ସେଠି ତେଲ ପକେଇବା ପାଇଁ ସେପଟର ବାଇକ୍ ବାଲା ଅଛନ୍ତି ଏପଟର ସେ ମୁଁ ସେ ରେକର୍ଡିଂ କରିଛି ଭିଜୁଆଲ ରେକର୍ଡିଂ କରିଛି ସେ ଦେଖିଲା ବେଳକୁ କହୁଛନ୍ତି ଏପଟରେ ଆମର ଖାଇବା ଟାଇମ ହେଲାଣି ଆମେ ପଳେଇବୁ ଯଦି ସେ ପଳଉଛନ୍ତି କିଛି ଅସୁବିଧା ନାହିଁ ଖାଇବା ଟାଇମ ପଳେଇଲେ ସେଇ ଯୋଉ 4ଟା ପିଲା ଯୋଉ ଅଛନ୍ତି 4ଟା ପିଲା ରହୁଛନ୍ତି ଏପଟ ପମ୍ପର 2ଟା ପିଲା ସେପଟ ପମ୍ପର 2ଟା ପିଲା 2ଟା ନୋଜଲକୁ 2ଟା ପିଲା ଅଛନ୍ତି ଆଜ୍ଞା ଏପଟ ନୋଜଲ 2ଟାକୁ 2ଟା ପିଲା ଅଛନ୍ତି ଆଜ୍ଞା ଯୋଉ 4ଟା ପିଲା ଅଛନ୍ତି 4ଟା ପିଲାକୁ ଏଇ ଯୋଉ କେତେବେଳେ 2ଟା ବେଳେ ଯୋଉ ଖାଉଛନ୍ତି ସେଇଠି ଅଧଘଣ୍ଟେ ଖାଇବେ ହଉଛି କଣ ନା ଅଧଘଣ୍ଟା ସେଇଠି ଖାଉଛନ୍ତି ଯୋଉ ଗୋଟେ ପଟ ନୋଜଲ ବନ୍ଦ କରିକି ଆମେ ଗୋଟେ ପଟ ନୋଜଲରେ ଦଉଛୁ କଣ ନା ସେଇ ଯୋଉ ଅଧଘଣ୍ଟେ ପାଇଁ ମାତ୍ର ସେଇ ଅଧଘଣ୍ଟେ ଭିତରେ ଯଦି ଗୋଟେ ମେଡିକାଲ ଇସ୍ୟୁଟେ ଯଦି ଏମର୍ଜେନ୍ସି ପାଇଁ ଆସେ ସେଠି ଆପଣ କଣ କରିବେ ସେଇ 2ଟା ପିଲା ଦଉଛନ୍ତି ବା 2ଟା ପିଲା ସେଇ ଗୋଟେ ପିଲା କହୁଛି ଯେ କହିଲେ ଆଳ୍ପଟିକି ଯୋଉ ସେଇ ଯୋଉ ନୋଜଲ ଯୋଉ ଅଛି ସେଠି ସେପଟ ବାଇକ୍ ଗୁଡା 30ଟା ଭଳିଆ ବାଇକ୍ ଅଛି ତ ଜଣଙ୍କର ଏମର୍ଜେନ୍ସି କେସ୍ ଅଛି ମେଡିକାଲ ଯିବା ପାଇଁ ତାହେଲେ ସେ ଗୋଟେ ପିଲା କଣ କରିବ ଆଜ୍ଞା ଆପଣ ତାହେଲେ କେମିତି ଟାଙ୍କି ଚଲାଉଛନ୍ତି ଆଜ୍ଞା ମାନେ ମୁଁ ବୁଝିପାରୁନି ଆଉ କଣ ମୁଁ ବୁଝେଇବାର କାରଣ ଏଇଆ ଦେଖନ୍ତୁ ଆମର 2ଟା ଟାଙ୍କି ରହିଛି 2ଟାର ନୋଜଲ ରହୁଛି ମୁଁ ଭୁଲ କହିଲି କି ନା 2ଟା ନୋଜଲ ଆପଣଙ୍କର 4ଟା ପିଲା ଅଛନ୍ତି 4ଟା ପିଲାରୁ ଏପଟରୁ ଜଣେ ସେପଟରୁ ଜଣେ 2 ଜଣ ରହିପାରିବେ ଆଉ 2 ଜଣ ଖାଇବା ପାଇଁ ଯାଇପାରିବେ ଭୁଲ କହିଲି କି ଆଜ୍ଞା ନା ଆଉ ତ ଯଦି ଖାଇବା ପାଇଁ ଗଲେ ସେ ଖାଇକି ଆସିଲା ପରେ ପୁଣି ଏ ପିଲା 2 ଜଣ ସେପଟେ ଦେଇ ଖାଇବାକୁ ଯିବେ ବୁଝିପାରିଲେ କି କିନ୍ତୁ ଆପଣଙ୍କର ପିଲା ସେପଟରେ ଗୋଟେ ମେଡିକାଲ ଇସ୍ୟୁ ପାଇଁ ଗୋଟେ ଗର୍ଭବତୀ ସ୍ତ୍ରୀ ଲୋକ ସେ ଯାଉଛି ତେଲ ପକେଇବା ପାଇଁ ସେ ଗାଡିର ତେଲ ପକେଇକି ଯାଉଛି ସେ ତାକୁ ଠାର ମାରୁଛି ଯେ ଆପଣଙ୍କ ପିଲା ଏପଟ ଟାଙ୍କିକି ଆସ ଆମର ଖାଇବା ଟାଇମ ହେଇଗଲାଣି ଏ ଟାଙ୍କିଟା ବନ୍ଦ ହେଲାଣି ଯଦି ବନ୍ଦ ହେଲାଣି ତାହେଲେ ଆପଣଙ୍କ ଟାଇମ ଟେବୁଲ କେତେବେଳେ ରହୁଛି ଆପଣଙ୍କର କେତେବେଳେ ବନ୍ଦ ନାହିଁ ନା ସବୁବେଳେ 24 ଘଣ୍ଟା ଖୋଲା ଅଛି ଆଚ୍ଛା ଖୋଲା ଅଛି ସିଏ ଖାଇବା ପାଇଁ ଯାଉଛନ୍ତି ତାହେଲେ ମେଡିକାଲ ଇସ୍ୟୁଟା ଗର୍ଭବତୀ ମହିଳା ପାଇଁ ଆପଣ ସେପଟ 30ଟା ବାଇକ୍ ଲାଗିଛି ଏପଟରୁ ଏ ପିଲା କହୁଛନ୍ତି ଆମେ ଖାଇବା ପାଇଁ ଆମ ଟାଇମ ହେଇଗଲାଣି ତାହେଲେ ଆପଣ ମେଡିକାଲ ଇସ୍ୟୁଟାକୁ ଦେଖିବେ ନା ଖାଇବାଟା ଆଗେ ଦେଖିବେ ଆପଣ ମେଡିକାଲ ଇସ୍ୟୁ ସବୁ ତ ସାଙ୍ଗେ ସାଙ୍ଗେ ସେଇଠି ତାର ଭିତରେ ସାଙ୍ଗେ ସାଙ୍ଗେ ଗୋଟେ ଅର୍ଜେଣ୍ଟ ପୁଣି ସାମ୍ବାଦିକ ଗଲା ବେଳକୁ ସାମ୍ବାଦିକକୁ ଧମକାନ ଦେଖାଉଛନ୍ତି ସାମ୍ବାଦିକ କଣ କରିବେ
ଆପଣ ଯେହେତୁ ମାଲିକ ଆପଣ ସାମ୍ବାଦିକଙ୍କୁ ଗଣମାଧ୍ୟମକୁ ଆପଣ ଧମକ ଦେଖଉଛନ୍ତି ଆପଣ ଧମକ କାହାକୁ ଦେଖେଇବାଟା ଉଚିତ କି ସେଇଟା ଲାଇଭ ରେକର୍ଡିଂ ଏବେ ଚାଲିଛି ଆପଣ ଯୋଉଟା ପର୍ଟିକୁଲାର କଥା କହୁଛନ୍ତି ସେଇଟା କୁହନ୍ତୁ। ଆମର କଷ୍ଟମର ଜଣେ ବୁଝିଲେ ନା ଆଜ୍ଞା କଷ୍ଟମର କାହାକୁ ବ୍ୟବହାର ଦେଖେଇଲେ ବେପାର ଆପଣ ତ ମିସବିହେଭିୟର କରୁଛନ୍ତି ନା ଆପଣ ପିଲା ମିସବିହେଭିୟର କରୁଛନ୍ତି ପିଲା ଯାହା କରିବା ଯାହା ମାଲିକ ସେଇଆ। ନା ନା ମୁଁ ସେଇ ଯୋଉ ମୁଁ ଆସନ୍ତୁ ମୁଁ ହଉଛି ଯାଇକି ଇଏ କରୁଛି। ଠିକ ଅଛି ଲାଇଭ ରେକର୍ଡିଂ ଚାଲିଛି ଆପଣ କଳିଙ୍ଗ ଟିଭିରେ ଲାଇଭରେ ଦେଖନ୍ତୁ। ହଁ ଠିକ ଅଛି ଆଜ୍ଞା।